ମହାସମାରୋହରେ ପାଳିତ ହୋଇଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ସ୍ପାର୍କ। ବାରିପଦାସ୍ଥିତ ସହିଷ୍ଣୁତି ଭବନଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ସ୍ପାର୍କ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂ, ଦୀପ୍ତି ନାୟକ, ଜିଲ୍ଲା ବିଜ୍ଞାନ ଶିକ୍ଷକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଣୀଭଳ ବାରିପଦାର ଅଧ୍ୟକ୍ଷ ବିଭୂତି ଭୂଷଣ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ସମସ୍ତ ଅତିଥିବୃନ୍ଦ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରିଥିଲା ବେଳେ ରାଣୀଭଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଜିଲ୍ଲାରୁ 26 ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ 1000 ଛାତ୍ରଛାତ୍ରୀ ଓ 200 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି ବାର୍ଷିକ ଉତ୍ସବରେ ବରିଷ୍ଠ ଓ କନିଷ୍ଠ ଉଭୟ ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବମୋଟ 11ଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ସ୍ପାର୍କର ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାସଦା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ନିଶ୍ଚିତ ଭାବରେ ଆଜି ଗୋଟେ ଆନନ୍ଦମୟ ଦିନ, କାହିଁକି ନା ଆଜି ଆଦର୍ଶ ବିଦ୍ୟାଳୟର ଜନ୍ମତିଥି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବମତମ ଜନ୍ମତିଥି ପାଳନ କରାଯାଉଛି ଏବଂ ଓଡ଼ିଶାରେ ପୁରପଲ୍ଲୀରେ ସବୁ OAVS ହେଉଛି। ଆମ ଜିଲ୍ଲାରେ ମୟୂରଭଞ୍ଜ ଯେହେତୁ ଓଡ଼ିଶାର ବଡ଼ ଜିଲ୍ଲା ଏବଂ ଆମର 26ଟା ବ୍ଲକରୁ ପିଲାମାନେ ଆସିଛନ୍ତି, ପିଲାମାନେ 7:30ରୁ ଆସି ପହଞ୍ଚିଗଲେଣି। ତେଣୁ ଆମେ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରିଛୁ, ଟିଫିନ୍ ଟୁ ମିଲ୍ ପର୍ଯ୍ୟନ୍ତ କରିଛୁ ଏବଂ ବିଭିନ୍ନ କ୍ଷେତ୍ରରେ ଆମେ ନେଇଛୁ। ତାଙ୍କର ଯେଉଁ ପାରଦର୍ଶିତା ଦେଖେଇବେ, ତାଙ୍କର ଡିବେଟ୍ ଅଛି, ତାଙ୍କର ଯେଉଁ ଜିକେ ରହିଛି, ତାଙ୍କର ଡ୍ରଇଂ କମ୍ପିଟିସନ୍ ଅଛି, ତାଙ୍କର ଫୋକ୍ ଡ୍ୟାନ୍ସ ରହିଛି ଏବଂ ବିଭିନ୍ନ ପ୍ରକାର ମାନେ କାରୁକାର୍ଯ୍ୟ ରହିଛି। ତେଣୁ ସେମାନେ ସମସ୍ତେ ଖୁସି ଅଛନ୍ତି, ସମସ୍ତେ ଯେ ଯାହା କାମରେ ଲାଗି ପଡ଼ିଛନ୍ତି ଏବଂ ଯେଉଁ ପ୍ରିନ୍ସିପାଲ ସାର୍ ମାନେ ଆସିଛନ୍ତି ଏବଂ ଗାଇଡ୍ ଟିଚର ମାନେ ଆସିଛନ୍ତି, ସେମାନେ ଠିକ୍ ସମୟରେ ଆସି ପହଞ୍ଚିଛନ୍ତି ଏବଂ ନିଶ୍ଚିତ ମୁଁ ଭାବୁଛି ଯେ ପିଲାମାନଙ୍କର ଏଇଟା ଗୋଟେ ଅବକାଶ, ଏଇଟା ଗୋଟେ ପ୍ଲାଟଫର୍ମ ବେଷ୍ଟ ପ୍ଲାଟଫର୍ମ, ଯେହେତୁ ତାଙ୍କର ଭିତରେ ଯେଉଁ ହିଡିନ୍ ଟ୍ୟାଲେଣ୍ଟ ଗୋଟେ ରହିଛି ସେ ବିକଶିତ କରିପାରିବେ। ଏବଂ ଆମେ ଜଜେସ୍ ମାନେ ରଖିଛୁ, ଆମେ କୌଣସି OAVS ର ଜଜେସ୍ ରଖିନୁ, ଆମେ ବାହାରରୁ ସବୁ ଜଜେସ୍ ମାନେ ରଖିଛନ୍ତି, ରିଟାୟାର୍ଡ ପ୍ରିନ୍ସିପାଲ ମାନଙ୍କୁ ରଖିଛୁ, ଏକ୍ସପିରିଏନ୍ସ ଜଜେସ୍ ମାନେ ରଖିଛୁ। ତେଣୁ ମୁଁ ଭାବୁଛି ଯେହେତୁ ତାଙ୍କର ଯେଉଁ ମାନେ ମୂଲ୍ୟାଙ୍କନ କରାଯିବ ସେଥିରେ ମାନେ କିଛି ମାନେ ବିବାଦ ରହିବ ନାହିଁ, ସେଇଥିପାଇଁ OAVS ରେ ଆମେ କାହାକୁ ମଧ୍ୟ ରଖିନାହୁଁ। ତେଣୁ ମୁଁ ଭାବୁଛି ଯେ ଆଜିର ଦିନରେ ପିଲାମାନେ ବହୁତ ଉତ୍ସାହିତ ଅଛନ୍ତି, ବହୁତ ଆନନ୍ଦିତ ଅଛନ୍ତି ଏବଂ ତାଙ୍କର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ଚାଲୁଛି ଏବଂ ନୋଡାଲ ପ୍ରିନ୍ସିପାଲ ମଧ୍ୟ ଏଠି ଅଛନ୍ତି। ଆମ ଅଫିସଟା ମାନେ ସମସ୍ତେ ମଧ୍ୟ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଏଇଟା ସକ୍ସେସ୍ ହିଁ ହବ।